नमस्कार ओडिशा। आज हूँ डिसेम्बर मास 26 तारिख शुक्रवार। आउ आजिर पाणीपाग अपडेट आसी जाइछि। तेबे भिडियोटी आरंभ करने पूर्वर समस्त को गोटे रिक्वेस्ट, आमर चैनल को सब्सक्राइब करने सहित पाखरे आसुतिबा बेल आइकन को ऑन करने को जमारू भूलंतु नाही। नुआ वर्ष रे पाणीपागर बड़ अपडेट। लघुचाप सह माड़ी आसुची प्रबल शीत। नवा वर्ष 2026 को स्वागत करने आमे समस्ते प्रस्तुत होउथिबा बेले प्रकृति मध्य निजर रूप बदलाइबाकू जाउछि। पाणीपाग विज्ञानी मानक सूचना अनुसार आसंता किछि दिन आम पाई बेस गुरुत्वपूर्ण रहिबो। जानुआरी पहिलारू दक्षिण बंगोपसागर रे एक लघुचाप वलय सृष्टि हेबाकू जाउछि। एहाकू नै अनेक मनरे प्रश्न थाई पारे जे नुआ वर्ष पिकनिक किंबा बुलाबुली रे वर्षा बाधा सृष्टि करिवो कि। ଏହି ଲଘୁଚାପ ଯୋଗୁଁ ଓଡ଼ିଶାରେ କୌଣସି ବଡ଼ ଧରଣର ବାତ୍ୟା କିମ୍ବା ପ୍ରବଳ ବର୍ଷାର ଭୟ ନାହିଁ। କିନ୍ତୁ ପାଣିପାଗର କାରକ ଏବଂ ବାଦଲର ଘନତ୍ୱ ଯୋଗୁଁ ଆକାଶ ମେଘାଚ୍ଛନ୍ନ ରହିପାରେ। ଜାନୁଆରୀ ପ୍ରଥମ ସପ୍ତାହରେ ରାଜ୍ୟର କିଛି ଅଂଶରେ ବିଶେଷ କରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଦିନେ ଦୁଇ ଦିନ ପାଇଁ ପାଗ କୋହଲା ରହିବ, ଯାହାଫଳରେ ଖରା କମ୍ ଦେଖାଯିବ। ଯଦିଓ ବଡ଼ ବର୍ଷା ନାହିଁ, ତଥାପି କୋହଲା ପାଗ ଯୋଗୁଁ ଫସଲରେ ପୋକ ଲାଗିବା ସମ୍ଭାବନା ଥାଏ, ତେଣୁ ସତର୍କ ରୁହନ୍ତୁ। ଅନ୍ୟପଟେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଆଜି ମୋଟ 5ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହିତ 9ଟି ଜିଲ୍ଲାରେ ଭୀଷଣ ଶୀତ ଏବଂ 21ଟି ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେବ। ଏହା ସହିତ ରାଜ୍ୟର ସମୁଦାୟ 30ଟି ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ଆଜି କେଉଁ କେଉଁ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି, କେଉଁ ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବ, ତା ସହିତ କେଉଁ ଜିଲ୍ଲାଗୁଡ଼ିକରେ ହାଡ଼ଭଙ୍ଗା ଶୀତ ବା ଭୀଷଣ ଶୀତ ହେବ ଏବଂ କେଉଁ କେଉଁ ଜିଲ୍ଲାରେ ପ୍ରବଳ ଶୀତ ହେବ ଏବଂ ଆସନ୍ତା ଜାନୁଆରୀ ପହିଲାରୁ ବର୍ଷା ହେବାକୁ ନେଇ ପାଣିପାଗ ବିଭାଗ କ'ଣ ଅପଡେଟ୍ ଦେଇଛି, ତା ସହିତ ଆଜିଠାରୁ ଶୀତ ବଢ଼ିବାକୁ ନେଇ ପାଣିପାଗ ବିଭାଗ କ'ଣ ଅପଡେଟ୍ ଦେଇଛି, ଏନେଇ ସମ୍ପୂର୍ଣ୍ଣ ଖବର ଏବଂ ଆପଣଙ୍କ ଜିଲ୍ଲାର ତାପମାତ୍ରା କେତେ ରହିବ ତାହା ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତା ସହିତ ଚ୍ୟାନେଲରେ ନୂଆ କରି ଆସିଥିଲେ ଆମ ଚ୍ୟାନେଲ ଜି ନ୍ୟୁଜ୍ ଅପଡେଟ୍କୁ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍କୁ ଅନ୍ କରି ରଖନ୍ତୁ। ଏହାଦ୍ୱାରା ଆପଣ ସବୁଦିନ ପାଣିପାଗର ସଠିକ୍ ଅପଡେଟ୍ ସର୍ବପ୍ରଥମେ ପାଇପାରିବେ। ତେବେ ଚାଲନ୍ତୁ ଡେରି ନ କରି ଆଜିର ପାଣିପାଗ ଅପଡେଟ୍ ଉପରେ ନଜର ପକାଇ ନେବା। ଲଘୁଚାପ ଅପେକ୍ଷା ଶୀତ ଏବେ ଅଧିକ ହଇରାଣ କରିପାରେ। ପାଣିପାଗ ବିଭାଗ କହିଛି ଯେ ଆଜିଠାରୁ ରାଜ୍ୟରେ ପାରଦ ତଳକୁ ଖସିବ, ଅର୍ଥାତ୍ ଶୀତର ପ୍ରକୋପ 2 ଗୁଣ ବଢ଼ିଯିବ। ଆଜି ରାତିରୁ ତାପମାତ୍ରା କମିବା ଆରମ୍ଭ ହେବ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ଲହରୀ ଅଧିକ ରହିବ। କନ୍ଧମାଳ, କୋରାପୁଟ ଏବଂ ସୁନ୍ଦରଗଡ଼ ଭଳି ପାହାଡ଼ିଆ ଅଞ୍ଚଳରେ ରାତିର ତାପମାତ୍ରା ବହୁତ କମିଯିବ। ଏହା ସହିତ ତଳିଆ ଅଞ୍ଚଳରେ ପ୍ରବଳ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିପାରେ। ତେବେ ବର୍ତ୍ତମାନ ଜାଣିନେବା ଆଜି ପାଇଁ ସବୁ କେଉଁ କେଉଁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, କେଉଁ କେଉଁ ଜିଲ୍ଲାରେ ଭୀଷଣ ଶୀତ ଏବଂ କେଉଁ କେଉଁ ଜିଲ୍ଲାରେ ପ୍ରବଳ ଶୀତ ଓ କେଉଁ କେଉଁ ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ସୂଚନା ଦିଆଯାଇଛି। ତେବେ ପ୍ରଥମେ ଜାଣିବା ଯେଉଁ 5ଟି ଜିଲ୍ଲାରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉକ୍ତ 5ଟି ଜିଲ୍ଲାରେ ଘନ କୁହୁଡ଼ି ହେବା ନେଇ ସତର୍କ ସୂଚନା ଦିଆଯାଇଛି। ଏହା ସହିତ ସେହି 5ଟି ଜିଲ୍ଲାରେ ହାଡ଼ଭଙ୍ଗା ଶୀତ ମଧ୍ୟ ହେବ ବୋଲି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେଣୁ ଏହି 5ଟି ଜିଲ୍ଲାରେ ପ୍ରବଳ କୁହୁଡ଼ି ଦେଖାଯିବା ଯୋଗୁଁ ସକାଳ ସମୟରେ ରାସ୍ତାରେ ଯାତାୟାତ ସମୟରେ ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ ସମସ୍ତେ ସାବଧାନ ରୁହନ୍ତୁ। ତେବେ ସେହି 5ଟି ଜିଲ୍ଲା ଗୁଡ଼ିକ ହେଉଛି କୋରାପୁଟ, କନ୍ଧମାଳ, ଖୋର୍ଦ୍ଧା, ଢେଙ୍କାନାଳ ଏବଂ ସୁନ୍ଦରଗଡ଼। ଏହା ପରେ ଜାଣିବା ଆଜି ପାଇଁ ଯେଉଁ 9ଟି ଜିଲ୍ଲାରେ ଭୀଷଣ ଶୀତ ହେବ ବୋଲି ସୂଚନା ଦିଆଯାଇଛି। ଉକ୍ତ 9ଟି ଜିଲ୍ଲାରେ ଭୀଷଣ ଶୀତ ହେବ, ଅର୍ଥାତ୍ ସର୍ବନିମ୍ନ ତାପମାତ୍ରା 6 ଡିଗ୍ରୀ ସେଲସିୟସରୁ 10 ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ଏବଂ ଏହି ସବୁ ଜିଲ୍ଲାରେ ପ୍ରବଳ କୁହୁଡ଼ି ମଧ୍ୟ ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ସେହି 9ଟି ଯାକ ଜିଲ୍ଲା ଗୁଡ଼ିକ ହେଉଛି କୋରାପୁଟ, ଯେଉଁଠି ସର୍ବନିମ୍ନ ତାପମାତ୍ରା 7 ଡିଗ୍ରୀ ସେଲସିୟସ ରହିବ ବା ଏଠାରେ ଭୀଷଣ ଶୀତ ହେବ। ଏହାପରେ ନବରଙ୍ଗପୁରରେ 9 ଡିଗ୍ରୀ, କଳାହାଣ୍ଡିରେ 9 ଡିଗ୍ରୀ,
ରାୟଗଡ଼ାରେ 10 ଡିଗ୍ରୀ, ତାପରେ କନ୍ଧମାଳର ଫୁଲବାଣୀ ଠାରେ 7 ଡିଗ୍ରୀ ସେଲସିୟସ୍ ରହିବ ବା ଏଠାରେ ମଧ୍ୟ ଭୀଷଣ ଶୀତ ହେବ। ଏହାପରେ ବୌଦ୍ଧରେ 10 ଡିଗ୍ରୀ, ଅନୁଗୁଳରେ 10 ଡିଗ୍ରୀ, ଝାରସୁଗୁଡ଼ାରେ 9 ଡିଗ୍ରୀ, ସୁନ୍ଦରଗଡ଼ରେ 10 ଡିଗ୍ରୀ ଏବଂ ସୁନ୍ଦରଗଡ଼ର ରାଉରକେଲା ଠାରେ 9 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିବ। ଏହାପରେ ଜାଣିବା ଯେଉଁ 21ଟି ଜିଲ୍ଲାରେ ପ୍ରବଳ ଶୀତ ହେବ ବୋଲି କୁହାଯାଇଛି। ଉକ୍ତ 21ଟି ଜିଲ୍ଲାରେ ପ୍ରବଳ ଶୀତ ହେବ ଅର୍ଥାତ୍ ତାପମାତ୍ରା 10 ଡିଗ୍ରୀ ସେଲସିୟସ୍ରୁ 20 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବ ଏବଂ ଏହି ସବୁ ଜିଲ୍ଲାରେ ପ୍ରବଳ କୁହୁଡ଼ି ହେବ ବୋଲି ମଧ୍ୟ କହିଛି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ ସେହି 21ଟି ଜିଲ୍ଲା ଗୁଡ଼ିକ ହେଉଛି ମାଲକାନଗିରି, ଯେଉଁଠି ତାପମାତ୍ରା ରହିବ 12 ଡିଗ୍ରୀ ସେଲସିୟସ୍, ଏହାପରେ ଗଜପତିରେ 13 ଡିଗ୍ରୀ, ଗଞ୍ଜାମରେ 16 ଡିଗ୍ରୀ, ନୟାଗଡ଼ରେ 13 ଡିଗ୍ରୀ, ଖୋର୍ଦ୍ଧାରେ 14 ଡିଗ୍ରୀ, ପୁରୀରେ 17 ଡିଗ୍ରୀ, ଜଗତସିଂହପୁରରେ 12 ଡିଗ୍ରୀ, କେନ୍ଦ୍ରାପଡ଼ାରେ 12 ଡିଗ୍ରୀ, କଟକରେ 13 ଡିଗ୍ରୀ, ଢେଙ୍କାନାଳରେ 12 ଡିଗ୍ରୀ, ଯାଜପୁରରେ 12 ଡିଗ୍ରୀ ଏବଂ ଭଦ୍ରକରେ ମଧ୍ୟ 12 ଡିଗ୍ରୀ। ଏହାପରେ ବାଲେଶ୍ୱରରେ 13 ଡିଗ୍ରୀ ଏବଂ ମୟୂରଭଞ୍ଜରେ ମଧ୍ୟ 13 ଡିଗ୍ରୀ। ତାପରେ କେନ୍ଦୁଝରରେ 11 ଡିଗ୍ରୀ, ଦେଓଗଡ଼ରେ 11 ଡିଗ୍ରୀ, ଦେଓଗଡ଼ରେ 12 ଡିଗ୍ରୀ, ସମ୍ବଲପୁରରେ 12 ଡିଗ୍ରୀ, ବରଗଡ଼ରେ 12 ଡିଗ୍ରୀ ଏବଂ ସୋନପୁରରେ ମଧ୍ୟ 12 ଡିଗ୍ରୀ। ତାପରେ ବଲାଙ୍ଗୀରରେ 11 ଡିଗ୍ରୀ ଏବଂ ବଲାଙ୍ଗୀର ଟିଟିଲାଗଡ଼ ଠାରେ 12 ଡିଗ୍ରୀ ସେଲସିୟସ୍। ଏହାପରେ ନୂଆପଡ଼ାରେ 11 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିବ। ତେବେ ଏହାପରେ ଜାଣିବା ଯେଉଁ ସମୁଦାୟ 30ଟି ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି କୁହାଯାଇଛି। ଉକ୍ତ 30ଟି ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ଏବଂ କିଛି କିଛି ସ୍ଥାନରେ ପାଗ ମେଘୁଆ ରହିବ। ତା ସହିତ ଏହି ସମୁଦାୟ 30ଟି ଜିଲ୍ଲାରେ ଆଜି ପାଇଁ କୌଣସି ବର୍ଷାର ସମ୍ଭାବନା ନାହିଁ ବୋଲି ଏହି ସବୁ ଜିଲ୍ଲାକୁ କୌଣସି ୱାର୍ଣ୍ଣିଂ ଦିଆଯାଇ ନାହିଁ ବା ଏହି ସବୁ ଜିଲ୍ଲାକୁ ଗ୍ରୀନ୍ ଜୋନ୍ରେ ରଖିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ସେହି 30ଟି ଜିଲ୍ଲା ଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ। ତେବେ ଦର୍ଶକ ବନ୍ଧୁ, ଏହା ଥିଲା ଆଜିର ସମ୍ପୂର୍ଣ୍ଣ ପାଣିପାଗ ଅପଡ଼େଟ୍। ସବୁଦିନ ଏହିପରି ପାଣିପାଗ ଅପଡ଼େଟ୍ ଜାଣିବା ପାଇଁ ଆମର ଚ୍ୟାନେଲ୍ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆଉ ଆପଣ କେଉଁ ଜିଲ୍ଲାରୁ ଏହି ଭିଡ଼ିଓ ଦେଖୁଛନ୍ତି ଏବଂ ଆପଣଙ୍କ ଜିଲ୍ଲାରେ ଶୀତ କିଭଳି ଅଛି ଆପଣ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଭିଡ଼ିଓକୁ ଗୋଟେ ଲାଇକ୍ କରିବା ସହିତ ଅନ୍ୟମାନଙ୍କ ସହିତ ମଧ୍ୟ ସେୟାର କରନ୍ତୁ, ଯାହାଫଳରେ ସମସ୍ତେ ସଠିକ୍ ପାଣିପାଗ ସୂଚନା ପାଇପାରିବେ। ଆସନ୍ତାକାଲି ପୁଣି ଦେଖା ହେବ ଏକ ନୂଆ ଅପଡ଼େଟ୍ ସହିତ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।